ତେଣୁ ଆମେ ଯେଉଁ ଗୃହସ୍ଥ ଆଶ୍ରମରେ ଅଛେ ସେଇ ଗୃହସ୍ଥ ଆଶ୍ରମରେ ଆମକୁ ପଞ୍ଚଯଜ୍ଞ କରିବା ପାଇଁ ଶାସ୍ତ୍ରରେ ନିର୍ଦ୍ଦେଶ ଅଛି। ତେଣୁ ସମସ୍ତେ ଆମେ ଭାବୁଛେ ଆମେ ଘରେ ଅଛେ, ଏଇଟା ଯେ ଆମର ଗୋଟିଏ ଆଶ୍ରମ, ଏ ବୋଧଟା ଆମର ନାହିଁ। କାହିଁକି ନାହିଁ ନା ଆମେ ଏ ବିଷୟରେ କେଉଁଠୁ ପଢ଼ିନେ କି ସତ୍ସଙ୍ଗରୁ ଶୁଣିନେ। ଆମେ ଭାବୁଛେ ଆମେ ସମସ୍ତେ ଗୃହୀ, ଆମ ଦ୍ୱାରା ଭଗବତ ଦର୍ଶନ ଭଗବତ ଉପଲବ୍ଧି ହବ ନାହିଁ। ଲାହିଡ଼ି ବାବା ଯେତେବେଳେ ଦୋନାଗିରିରେ ତାଙ୍କର ଦୀକ୍ଷା ହେଲା, ସେତେବେଳେ ଦୀକ୍ଷା ସରିଯାଇଛି। ସେ ବାବାଜୀ ମହାରାଜଙ୍କ ପାଖରେ ବସିଛନ୍ତି। ପୂର୍ବ ଜନ୍ମରେ ସେ ସେଇଠି ତପସ୍ୟା କରୁଥିଲେ ଗୁରୁଙ୍କ ପାଖରେ। ସେ 4th କ୍ରିୟା ପର୍ଯ୍ୟନ୍ତ ଦୀକ୍ଷା ନେଇ ଅଭ୍ୟାସ କରିଥିଲେ। ଏ ଜନ୍ମରେ ପୁଣି ଗୁରୁଙ୍କ ସାନ୍ନିଧ୍ୟରେ ଆସିଲେ। ବାବାଜୀ ମହାରାଜ ତାଙ୍କ ଯେତେବେଳେ ମୁଣ୍ଡ ଉପରେ ହାତ ରଖି ଦେଇଛନ୍ତି, ତାଙ୍କ ଜନ୍ମ ଜନ୍ମାନ୍ତର ସମସ୍ତ ସ୍ମୃତି ଜାଗ୍ରତ ହେଇ ଉଠିଲା। ତୁମେ ମୋର ଜନ୍ମ ଜନ୍ମାନ୍ତର ଗୁରୁ, ମୁଁ ତୁମର ଜନ୍ମ ଜନ୍ମାନ୍ତର ଶିଷ୍ୟ। ମୁଁ ତୁମ ପାଖରେ ବସିକି ସାଧନା କରୁଥିଲି। ଏଇ ତୁମର କମଳ, ଏଇ ତୁମର ଲୋଟା, ଏଇ ତୁମର ସାଧନା ସ୍ଥଳୀ। ବାବାଜୀ ମହାରାଜ ଦେଖିକି ଆଶ୍ଚର୍ଯ୍ୟ ହେଲେ। ମୁଁ ତୁମକୁ ଅପେକ୍ଷା କରି ବସିଥିଲି, ତୁମେ କେବେ ଆସିବ? ଦୀକ୍ଷା ସରିଯାଇଛି, ଅନେକ କଥା। ତାପରେ ସେ ଏତେ ସାଧନାରେ ମଗ୍ନ ହେଇଯାଇଛନ୍ତି, ଲାହିଡ଼ି ବାବା, ଶ୍ୟାମାଚରଣ ଲାହିଡ଼ି ଏତେ ନିମଗ୍ନରେ ରହି 24 ଘଣ୍ଟା ସେ ସମାଧିସ୍ଥ ଅବସ୍ଥାରେ ରହିଛନ୍ତି। ସାଧକର 4th କ୍ରିୟା ପରେ ସମାଧି ଅବସ୍ଥା ଆରମ୍ଭ ହୁଏ। ତେଣୁ ଯାହାର ସେହିଭଳି ସଂସ୍କାର ଅଛି, ପ୍ରଥମ କ୍ରିୟାରେ ମଧ୍ୟ ସମାଧି ଅବସ୍ଥା ଲାଭ ହୋଇପାରେ। ତେଣୁ ସେତେ ଆତ୍ମା ସହିତ, ପରମାତ୍ମାଙ୍କ ସହିତ ନିମଗ୍ନ ହେଇଗଲେ, ଯୁକ୍ତ ହେଇଗଲେ, ତାଙ୍କ ମନ ଆଉ କେବେ ବହିର୍ମୁଖୀ ହେଲା ନାହିଁ। ତାଙ୍କ ମନ ଅନ୍ତର୍ମୁଖୀ ରହିଲା। ସେ ବ୍ରହ୍ମାନନ୍ଦର ଅଧିକାରୀ ହେଲେ। ପରମାତ୍ମା ପରମ ବ୍ରହ୍ମକୁ ଉପଲବ୍ଧି ଅନୁଭବ କରି ଆନନ୍ଦରେ, ବ୍ରହ୍ମାନନ୍ଦରେ ବିଭୋର ହୋଇଗଲେ। ସେ ଆଉ ସବୁ ଭୁଲିଗଲେ। ମୁଁ ବିବାହ ହେଇଛି, ମୁଁ ଚାକିରି କରିଥିଲି, ମୋର ଘର ଅଛି, ମୋର ବାପା ମା ଅଛନ୍ତି, ସବୁ କଥା ବିସ୍ମରଣ ହେଇଗଲା। ଆପଣ ଯେତେ ଯୋଗ ଅଭ୍ୟାସ କରିବେ ବା ସାଧନା କରିବେ ବା ଭଗବାନଙ୍କୁ ଭଲ ପାଇ ବସିବେ, ଆପଣ ଦୁନିଆଟା ବିସ୍ମରଣ ହେବ। କେବଳ ସେ ଦେଖାଯିବେ, ଆଉ କେହି ଦେଖାଯିବେ ନାହିଁ। କିଏ ଦେଖାଯିବେ ନା ସେଇ ଭଗବାନ ବା ଈଶ୍ୱର ହିଁ ଆପଣଙ୍କୁ ଦେଖାଯିବେ। ତାଙ୍କରି ଚିନ୍ତନରେ, ତାଙ୍କରି ସାଧନାରେ, ତାଙ୍କରି ଧ୍ୟାନରେ, ତାଙ୍କରି ଜପରେ, ତାଙ୍କରି ନାମରେ, ତାଙ୍କରି ପୂଜାପାଠ ଅର୍ଚ୍ଚନାରେ ସମୟ ଆପଣଙ୍କର ଅତିବାହିତ ହେଇଯିବ। ଆପଣଙ୍କ ସଂସାର ଅନିତ୍ୟ, ଅସତ୍ୟ, ମିଥ୍ୟା ବୋଲି ଆପଣଙ୍କୁ ଲାଗିବ। ତେଣୁ ସେ ଆଉ ଭୁଲି ଯାଇଛନ୍ତି ମୋର ଆଉ କିଏ ଅଛି। ସେଇ ଦୋନାଗିରି ପାହାଡ଼ ଉପରେ ଗୁରୁଙ୍କ ସାନ୍ନିଧ୍ୟରେ ରହିକି ସବୁକିଛି ଭୁଲି ଯାଇଛନ୍ତି, ସବୁକିଛି ବିସ୍ମରଣ ହେଇଯାଇଛନ୍ତି। ଯେତେ ଆଗକୁ ଯିବେ, ପୂର୍ବକୁ ଗଲେ ପଶ୍ଚିମ କମିଯିବ, ପଶ୍ଚିମକୁ ଗଲେ ପୂର୍ବ ମଧ୍ୟ କମିଯିବ। ଯେତେ ଈଶ୍ୱରାଭିମୁଖୀ ହେବେ, ସଂସାର ସେତେ ଦୂରେଇ ଯିବ। ଯେତେ ସଂସାରାଭିମୁଖୀ ହେବେ, ଈଶ୍ୱର ମଧ୍ୟ ସେତେ ତମଠାରୁ ଧୀରେ ଧୀରେ ଦୂରେଇ ଯିବେ। ଏ ସଂସାରର କଥା। ତେଣୁ ଲାହିଡ଼ି ବାବା ଭୁଲି ଯାଇଛନ୍ତି।
ବାବାଜୀ ମହାରାଜ ସ୍ମରଣ କରିଦେଲେ ତମକୁ ଏବେ ସଂସାରକୁ ଯିବାକୁ ପଡ଼ିବ। ସେ ଭାବିଲେ କ'ଣ ଆଉ ସଂସାର ଅଛି? ତାଙ୍କର ତ କିଛି ମନେ ପଡ଼ୁନାହିଁ। ତାଙ୍କୁ କହିଦେଲେ ତୁମେ ବିବାହ ହେଇଥିଲ, ତୁମେ ଚାକିରି କରିଥିଲ, ତୁମର ସନ୍ତାନ ସନ୍ତତି ଅଛନ୍ତି, ତୁମେ ଗୃହସ୍ଥାଶ୍ରମକୁ ଫେରିଯାଅ। ତୁମେ ଯଦି ଗୃହସ୍ଥାଶ୍ରମକୁ ଫେରି ନ ଯିବ, এই କ୍ରିୟା ଯୋଗକୁ ଅଭ୍ୟାସ ନ କରିବ, ଆଉ এই କ୍ରିୟା ଯୋଗ ସାଧନା ନ କରିବ, ସଂସାର ଭିତରେ ରହି ଆଉ କେହି କରିବେ ନାହିଁ। ତମକୁ ବହୁତ ଲୋକ ଅପେକ୍ଷା କରି ବସିଛନ୍ତି। ଏ ଅତି ସରଳ ସାଧାରଣ ଯୋଗ, ସବୁ ଯୋଗର ସାରାଂଶ ହିଁ କ୍ରିୟା ଯୋଗରେ ଅଛି। ତେଣୁ ତୁମେ ସଂସାରକୁ ଫେରିଯାଅ। ତୁମେ ମହାନ ବଟବୃକ୍ଷ, এই ବୃକ୍ଷ ଦିନେ ମହାନରେ ପରିଣତ ହେବ। এই ବୃକ୍ଷ ତଳେ ଶହ ଶହ ସାଧକ ସାଧିକା ଆଶ୍ରୟ ନେବେ। ତୁମେ ସଂସାରକୁ ଫେରିଯାଅ। ଲାଇଡି ବାବା ମନା କରିଛନ୍ତି। ବାବାଜୀ ମହାରାଜ ବାରମ୍ବାର କହିଛନ୍ତି, ଗୁରୁଙ୍କ ନିର୍ଦ୍ଦେଶ ମାନି ସେ ପୁଣି ପ୍ରତ୍ୟାବର୍ତ୍ତନ କରିଛନ୍ତି ସଂସାର ଆଶ୍ରମକୁ। ସବୁବେଳେ ସାଧନାରେ ରତ ରହିଛନ୍ତି, ସାଧନାରେ ନିମଗ୍ନ ରହିଛନ୍ତି। ଧୀରେ ଧୀରେ ତାଙ୍କ କଥା ସମସ୍ତେ ଜାଣିଗଲେ। ଶହ ଶହ ସାଧକ ସାଧିକା ତାଙ୍କଠୁ ଦୀକ୍ଷା ଗ୍ରହଣ କରି ସମାଧିସ୍ଥ ଅବସ୍ଥା ଲାଭ କଲେ।